ସକାଳୁ ସବୁ କାମ ସାରିବା ଭିତରେ ସ୍ୱାମୀ ଆଜି ବଜାରରୁ ଫ୍ରେଶ୍ ମାଛ ପାଇଥିଲେ, ଘରକୁ ଆଣିଦେଇଥିଲେ। ତ ମାଛ ଟିକେ ଆମ୍ବୁଲ ଦେଇକି ଝୋଳ କରିବା ପାଇଁ ଭାବିଲି। ସେଥିରେ ଲୁଣ, ହଳଦୀ, ଲେମ୍ବୁ ଓ ତେଲକୁ ଗୋଳେଇକି ଅଧଘଣ୍ଟା ପାଇଁ ଛାଡ଼ିଦେଲି। କାଲି ରାତିରେ ଚିଆ ସିଡ୍, ଭୁସି ମିଶ୍ରି ପାଣିକି ଭିଜେଇକି ରଖିଥିଲି, ଯୋଉଟାକି ସକାଳୁ ମୁଁ ଏବେ ଖାଲି ପେଟରେ ପିଉଛି। ତ ତାକୁ ପିଇ ଦେଇକି ମୁଁ କିଚେନ୍ କାମରେ ଲାଗି ପଡ଼ିଲି। ମାଛ ବେସର ପାଇଁ ଯୋଉ ମାଛକୁ ସବୁ ଗୋଳେଇକି ରଖିଥିଲି, ତାକୁ ସୋରିଷ ତେଲକୁ ପୁରା ଗରମ କରିକି ଗୋଟେ ପରେ ଗୋଟେ ମାଛ ଛାଡ଼ିକି କଡ଼ା କରିକି ଭାଜି ନେଲି। ସବୁ ମାଛ ଭାଜି ହେଇଗଲା ପରେ ଗୋଟେ ଜାଗାକୁ ବାହାର କରିନେଇ ତାପରେ ବେସର ମସଲାଟି ପ୍ରସ୍ତୁତ କଲି। 2 ପ୍ରକାର ସୋରିଷ, କଳା ଧଳା ସୋରିଷ, ତା ଦେହରେ ରସୁଣ କିଛି, ଜିରା ଆଉ କଞ୍ଚା ଲଙ୍କା, ପିଆଜକୁ ଦେଇକି ଗଦାଏ କନ୍ତୁରୁ ପାଣି ଦେଇକି ତାକୁ ଭଲ କରି ପେଷ୍ଟ ଗୋଟେ ବନେଇଦେଲି। କଡ଼େଇରେ ପଞ୍ଚ ଫୁଟଣ ପିଆଜକୁ ଭାଜି ନେଇ ସେ ମସଲାକୁ ଦେଇକି ଲୁଣ ଆଉ ହଳଦୀ, ଲଙ୍କା ଗୁଣ୍ଡକୁ ଦେଇକି ଆମ୍ବୁଲ ଖଣ୍ଡେ ପକେଇଦେଲି। ଗଦାଏ କନ୍ତୁରୁ ପାଣି ଦେଇକି ସେଥିରେ ସବୁ ମାଛକୁ ଛାଡ଼ିକି ଭଲ କରି ଫୁଟିଗଲା ପରେ ଧଣିଆ ପତ୍ର କିଛି କାଟିକି ପକେଇଦେଲି।